କାଲି ରାତିରେ ମୋ ପାଖରେ ଶୋଇଲା। ଆଉ ସେ ପିଲାଦିନ ମୋ ଝିଅ ବି ଏମିତି ହବନି। हेलो फ्रेंड्स नमस्कार आउ एक ब्लॉग्स को आपण मानक स्वागत जनावि आज तो पहुँची गलु ओडिशा रे भुवनेश्वर नानी घर अच्छु एवं आम 4टा बेले बाहर मो मांकी मो आई घर को आई टे देखिकी काली आसबू जीवा बाकी आज जी फास्ट टाइम बस रे जीवु जाऊँ बरमुंडा बस स्टॉप। केते मिनट देखो बस स्टॉप 590 में पहुंचो 590 में पहुंचो कितने बजे 15 मिनट लगे कितने किलोमीटर देखो 5 किलोमीटर रास्ता वाला रोड रोड भुवनेश्वर ही भल राजधानी कॉलेज कॉलेज चलती देखा कौन चेन्नई को चेन्नई एक्सप्रेस चेन्नई बड़े जाते पहुँची गलु बरमुंडा बस पहुँचू बांकी बस देखू कौटी बांकी बस अच्छी बहुत बड़ बस स्टॉप बहुत दिन पर मुझे बरमुंडा बस स्टॉप मुझे जाऊँगी हीराकू से बरमुंडा बस स्टॉप चलो कौटी बस देखिए आपन कौन ट्रेन बस बसिकी ट्रेन यहाँ जाइए कांध बैग पकई चलते भितर बस हाँ सेंट्रल एसी बस स्टॉप कौन है प्रोफेसर ये बस स्टॉप ना कौन मानिया पड़े बस स्टॉप बरमुंडा रेलवे स्टेशन बढ़िया एयरपोर्ट भुवनेश्वर बहुत डेवलप अच्छे दिल गार्डन हो गया तो दिल गार्डन हो गया तार कौन बस सब जीव देख बांकी कौटी लिखाई देख बाबा भीमराव आंबेडकर बस टर्मिनल बांकी बस कौन लिखाई झील तो पढ़ी पार कौटी खोर्धा बांकी जंकिया निराकारपुर देख बांकी बस लिखाई चलो जीवा जाऊँ कौन मास्टर कैंटीन रोड ओवर ब्रिज पाक जा पड़ो
ବରମୁଣ୍ଡା ଭିତରକୁ ଆସୁନି ବସ୍ ବାଙ୍କି ବସ୍ କୋଉଠି କହିଲା ଓଭରବ୍ରିଜ ତଳେ ମାଷ୍ଟର କ୍ୟାଣ୍ଟିନ୍ରୁ ଯୋଉଟା ବସ୍ ଆସିବ ସେଇଟା ଯିବ ଯିବୁ ପୁଣି ସେଠି ଓଭରବ୍ରିଜ ସେପଟକୁ କହିଲା ହଁ ଆମେ ଏଇପଟେ ଆସିଲୁ କି ଆମେ ଏଇପଟେ ଆସିଲୁ ବରମୁଣ୍ଡା ଓଭରବ୍ରିଜ ତଳ ଛିଡ଼ା ହେଇଛି ବାକି ବସ୍ ଆସିବ ମାଷ୍ଟର କ୍ୟାଣ୍ଟିନ୍ ବରମୁଣ୍ଡା ବସ୍ ଷ୍ଟପ୍ ଦେଖିଦେଇକି ଆଇଲା ଝିଅ ଆଜି ବାଙ୍କିରେ ପହଞ୍ଚିବୁ ଏତେ ଦିନେ ବସ୍ରେ ଯାଉଛି ଆଉ ମୁଁ ଜାଣିପାରୁଛି ବସ୍ କଏନ୍ ଗଳିଲେ ପାଣି ବାହାରୁଛି ବାବୁନୁ କଏନ୍ ଗଳିଲେ କଏନ୍ ମେସିନ୍ ନାହିଁ କଏନ୍ କ'ଣ କହିବ ନା ହେଟା ଦେଇ କରୁ 2 ବଟନ ଚିପିବୁ ପାଣି ବାହାରିବ ବାହାରିଲାନି ସେ ପିଲା ଏ ଥଣ୍ଡା ପାଣି କହିଦେବୁ ବାହାରୁଛି ପାଣି ବାଙ୍କି ବସ୍ କାହିଁ ଖୋର୍ଦ୍ଧା ହେଇକି ଯିବ ସେଇପାଇଁ ତ କହିଥିଲି କାଲି ଖୋର୍ଦ୍ଧାରେ ଓହ୍ଲେଇ ପଡ଼ିବ ବସ୍ ବାବୁନୁ ବଇଛି ସିଟ୍ରେ ମୁହଁ କରୁଛି ଏବେ ଥଣ୍ଡା ଲାଗୁଛି ନା ହଉନା ପବନ ପିଟୁଛି ପବନ ପିଟୁନି ପବନ ହଉନି ଗରମ ଲାଗୁଛି ସନ୍ଧ୍ୟାବେଳେ ଗରମ ଲାଗିବ ଆଉ କ'ଣ ଖରାରେ ଗରମ ଠାକୁର ବାଟ ବୁଆ ଶୁଣି ଠାକୁରାଣୀ ଭଲ ମନ୍ଦିରଟା ଛଣାଛଣି ଦେଖୁଛନ୍ତି ବାଟ ସାରା ବରା ଛଣା ଖାଇପାରୁନାହାନ୍ତି କାରଣ ଦେଖୁଛନ୍ତି ବାବୁନୁ ଭୋକ କଲେଣି ପହଞ୍ଚିବ ପେଟ୍ରୋଲ ପମ୍ପ ପୁରା ଛାଡ଼ିଦେଲା ଗଳିଦେବା ଧରଣୀ ମତେ ରାସ୍ତାଟା ଟିକେ ଅନ୍ଧାର ଆଉ ଏଗୁରା ସବୁ ଆଗରୁ ବାଲି ଗଦା ଥିଲା ବସ୍ ରହିଲେ ଜାଣିପାରିଲୁ ଜଗିଛି ବୋଉ ଆଉ କ'ଣ ମୁଁ କ'ଣ ନାଇଁ 8ଟା ବାଜିଲା ମୁଁ କହିଲି 8ଟା ବାଜିଲା ଯଦି ମୁଁ ଆସିକି ବସିଲି ଛୁଟି କାଟିକି ଚାଲ 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 ସାଇନୁ ଚାଲ 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 ମୁଁ ଆସିକି ଖାଉଛି ଜଳିଆ ତାକୁ ଖାଇଲୁନି ବରା ଖାଉନୁ ତାକୁ ବରା ଦେଇଦି ଖାଇବୁ ଖାଇବୁନି ଜୁସ୍ ପିଇଦେଲା ପେଟେ ଆଉ ଖାଇବୁ କ'ଣ ବୋଉ ଆଉ ଗୋଟେ ବରା ନଉନୁ ଖାଉଛନ୍ତି ଆଉ ନା ମୁଁ ମଟର ସେ ଖାଉ ନା ମୁଁ ଏଠି ଖାଇଦେଲେ ବରା ଆରିକା ନା ପୁଣି ମାଇଁ ଛାଡ଼ିଦେଲେଣି ଆଉ ରୁଟି ଖାଇବୁ ସାନ ମାଇଁ ଘର ଭିଡ଼ିଓ କରୁଛି ପିଇଦେଲୁ सोनी मामा टिक फटो सकाल उठ बुलची फुल
ବାବା ସମାଧି, ବାବାଙ୍କ ସମାଧି ଅଛି। ବସ୍ ଏଇଠି ଛିଡ଼ା ହେଇଥିବ। ମାଇଁ ଯାଉଛନ୍ତି ରିୟାକୁ ଆଣିବାକୁ। ଆମ ଝିଅ ହଷ୍ଟେଲରୁ ବ୍ରହ୍ମପୁର ଯିବେ, ତାକୁ ନେଇକି ଆସିବେ। ରାମକୃଷ୍ଣଙ୍କ ମଠ। ଔଷଧ ଖାଇବୁ, ଔଷଧ ଖାଇବୁନି? ଭାଇ ଭଉଣୀ ତାଙ୍କ କମଳ ଘୋଡ଼େଇକି ଶୋଇଛନ୍ତି ପୁରା ଶୀତରେ। ଏସି ଲଗେଇ ବାପା ପୁଅ ଝିଅ ତାଙ୍କର ସାଙ୍ଗ ହେଇ ଶୋଇଥିଲେ। ସକାଳୁ ସକାଳୁ ମାଇଁ ଚା ନେଇ ଆସିଲେଣି, ଗରମ ଗରମ ଚା। ମୁହଁ ଧୋଇକି ପିଇବେ ଚା। ବାହାରଟା କେତେ ଗରମ ଦେଖୁଛ? ଏସିରେ ବସିଲେ ତତଲା ପୁରା ବାହାରେ। ଏସିରେ ବସିଲେ ମାନେ ଟୁଟୁ ଆମର ଖାତା ସବୁ ଭୁଲ ହେଇଛି ଆଉ। ହଁ, ଟେଣ୍ଟ ହାଉସ୍ ଆର ଖାତା ବହି ଚାରିଆଡ଼େ। ହଁ ବା, ଖାତା ବହି। ହଁ ଆମର ଟେଣ୍ଟ ହାଉସ୍, ବଡ଼ ଆମର ଖାତା। ମଠ କିଏ ପୂଜା କରିବ? ନୀଳ ଆସିବ। ଲେଫ୍ଟ ଲେଫ୍ଟ। ଏବେ ଆମେ ଯାଉଛୁ, ଆମର ଏଠି ବ୍ରହ୍ମେଇ ଠାକୁରାଣୀ ଅଛନ୍ତି, ସେ ଦର୍ଶନ କରିକି ସକାଳୁ ଆସିବୁ। ପାଖରେ ମୁଁ କେବେ ଯାଇନି ବାହାଘର। ଏଇଠି ଡାହାଣ ପଟ ଗଳି ଦେଇଛି, ଗୋଟେ ଛୋଟ ଗେଟ୍ ଅଛି ଏଠି। ଏଇ ରୋଡ ବା ପଳେଇଲା ଆଗେ ଆଗେ। ରାସ୍ତା ଛୋଟିଆ, ଗଛ ମାଡ଼ି ଆସିଛି ଆଉ। ବିଲ ଭିତରେ ଠାକୁରାଣୀ ଆଉ। ଦେଖେ ରାସ୍ତା ହଁ, ଆଗରୁ ତ ଗାଡ଼ି ଯାଉଥିଲା, କାର ଫାର ସବୁ ଯାଉଥିଲା। ଏଇଟା ଆଖି ଚାଷ ହେଇଛି ସବୁ। ଭଲ ଲାଗେ, ଥଣ୍ଡା ଲାଗେ। ଆମ ଏଇଠି ସବୁବେଳେ ଭୋଜି କରନ୍ତି ବା, ମାମା ନେଇକି ସବୁ ମିଶିକି। ଏଠି ଛୁଆମାନେ ଶୋଇଥିଲେ, ପୁଅ ଉଠି ଯାଇଛି। ତାଙ୍କୁ ନେଇକି ଆଇଲେ ଲେଟ୍ ହବ, ଆମ ଗାଡ଼ିରେ ପଳେଇବା। ଛୋଟିଆ ରାସ୍ତା, ଭଲ ଲାଗୁଛି, ପୁରା ଥଣ୍ଡା ଲାଗୁଛି ଟିକେ ନା। ଗଛ ପଛ ଅଛି, ଖାଲି ଗଛ ତ। ଗୋଟେ ଗାଡ଼ି ଆଇଲେ ଆଉ ଗୋଟେ ଗାଡ଼ି ଆସୁନି। କେଡ଼ିକି ଛୋଟିଆ ରାସ୍ତା ହେଇଛି। ଏ ଗଛ ମାଡ଼ି ଆସିଲାଣି, ବିଲଟା ଚାଷ କରୁଛି ପୁରା ବିଲ, ଆଖୁ ବିଲ। ହର୍ନ ମାର। ଆମ ଘର ବା ଏଇଠି ସିଧା ଦେଖାଯାଏ, ପୁରା ସିଧା ଠାକୁର। ଦେବୀ ମାଙ୍କର ମନ୍ଦିର। ନନା ନାହାନ୍ତି, ପୂଜା କରିକି ପଳେଇବେଣି ଆଉ। କେତେ ବଡ଼ ଗଛ ଦେଖୁଛୁ, ବଡ଼ ଗଛ। ଆମେ ଛୋଟବେଳେ ସବୁ ଏଇଠି ଓଳୁଥିଲୁ ବା, ବସୁଥିଲୁ। ହେଁ ହେଁ, ଏ ଗଛ ଉପରେ କେତେ ବଡ଼ ଗଛ ଦେଖୁଛୁ।
ବହୁତ ପୁରୁଣା ଗଛ। ରଜ ପାଇଁ ଆଗୁଆ ଦୋଳି ଖେଳ ଅଛି। ଷ୍ଟାଣ୍ଡ ଲଗେଇଛନ୍ତି ରଜରେ କାଠରେ ଲାଗେ, କାଠ ବାଉଁଶ ଦୋଳି। ପୁଅ ଆଇକି ଦୋଳି ଖେଳିଥାନ୍ତି। ସେ ଯେମିତି ପୁରୁଣା ଅଛି ଆଉ କିଛି ଇଏ କରିନି। ସେଇ ରୋଷେଇ ଶାଳ, ସେଇ ଚୁଲି। ଆଇଁଷ ଭୋଗ ଲାଗିବା। ଆଇଁଷ ଭୋଗ ହଁ ଆଇଁଷ ତ କରନ୍ତି। ଠାକୁରଙ୍କ ଗଛ ପୁରା। ଦର୍ଶନ କରିକି ଯାଉଛି। କାଠ କଟୁଛନ୍ତି ଆଉ। ଏଇଠି ଗଳିରେ ଆହୁରି ଗାଁକୁ ରାସ୍ତା ଅଛି। ବିଲ ଆଉ ଆମ ଘର ବା ସେଇ ସିଧା ଦେଖାଯାଉଛି। ଆଗରୁ ଦେଖାଯାଉଥିଲେ ପୁରା ବିଲ ଗଛ। ମଠଟେ ମୁଣ୍ଡିଆ ମାରି ପଳେଇ ଆଉ ସିଏ ତାଙ୍କର ରଖନ୍ତି ଇଏ କରି। ସେ ଭିତରେ ଠାକୁର ଥିଲେ। ଏଇଟା ଜଗମୋହନ ମାନେ ବାହାରଟା ଦେଉଟା ଟିକେ ଗାଡ଼ି ରଖୁଛି। ଖାଇଲେନି? ଖାଉନୁ ଖାଉନୁ ବରା ଖାଇବୁ? ଖାଉଛି। ଆମନି ଗାଧୋଇ ପଡୁନୁ, ଗରମ ଲାଗୁନି? ଖାଇ ଖାଉଛନ୍ତି। ସିଏ ସେତିକି ମାଇଁ ଖାଇବନି, ମାଇଁ ମେଞ୍ଚେ ମେଞ୍ଚେ ଦେଇଛି। ନା ଚାଉଳ ଭଲ ଅଛି ନା। ଏବେ ବାହାରୁଛି ଆଈ ଘରୁ ଯିବା, ଭାଇ ଘରକୁ ଯିବୁ। ବସରେ ପଳେଇବୁ ଖୋର୍ଦ୍ଧା। ଏଇ ଗୋଟେ ହେଲା ଆଉ କୋ ବେ କହିଛି ଦେ ମାମା ଆଇସ ବଡ ମୁଁ ରୋଷେଇ କରିକି ଆଇଲି ତ ଆଇସ ଅଛି ବୋଲି ତାଙ୍କୁ ଦେଖିଛି ନା ଆଉ କଣ ଦେଖିଥାନ୍ତି ଆଉ ଜୀବନ ଯିବ ବୋଲିକି ଜାଣିଛି କେତେ ଛେକ ପଡି ପଡିକା କେତେ ଛେକ କାନ୍ଦୁନି କାନ୍ଦିଲୋ କାନ୍ଦୁନି କାନ୍ଦିଲୋ କାନ୍ଦୁନି କାନ୍ଦୁନି ମୋ ମା ପିଲାଦିନ ତାକୁ ପାଳିକି ପାଖରେ ଶୁଆଇ କାଲି ରାତିରେ ମୋ ପାଖରେ ଶୋଇଲା। ହଁ ଆଉ ସେ ପିଲାଦିନ ମୋ ଝିଅ ବି ଏମିତି ହବନି। ଛୋଟବେଳେ ଛୋଟିଆ ବୋଉ ହେଇଥିଲା ଏଠି କିଛି ଆଜିର ବ୍ଲଗ୍ସଟିକୁ ଏଇଠି ଏଣ୍ଡ କରୁଛି। ପୁଣି ଦେଖା ହେବ ଆଉ ଏକ ବ୍ଲଗ୍ସରେ। ଆଜି ପାଇଁ ରହୁଛି ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ।